ବାନପ୍ରସ୍ଥାଶ୍ରମ ହେଲେ ହେଉ ତ ମୋ ସମୟ ମୋ ହୋଇ ନାହିଁ ବାବା ମୋର ସମୟ ମୋ ହୋଇ ନାହିଁ। ସିଧାସଳଖ କୂଳଗୁରୁ ବଶିଷ୍ଠଙ୍କୁ ମନା କରିଦେଲେ ରାମଚନ୍ଦ୍ର ବାବୁ ବର୍ତ୍ତମାନ ନୁହେଁ, ସମୟ ଆସିଲେ ମୁଁ ନେବି, ସମୟ ଆସିଲେ ମୁଁ କାର୍ଯ୍ୟ କରିବି। କିନ୍ତୁ କରିପାରିଲେ କି? କେମିତିକା କରିପାରିଲେ ନାହିଁ? କେମିତି କରିପାରିଲେନି? ନିର୍ଦ୍ଦେଶ ଅଛି, କୈକେୟୀଙ୍କର ନିର୍ଦ୍ଦେଶ, କୌଶଲ୍ୟାଙ୍କର କୈକେୟୀଙ୍କର ନିର୍ଦ୍ଦେଶ, କୈକେୟୀ ତାଙ୍କର ବିମାତା, କିନ୍ତୁ ତାଙ୍କ ମାଠୁ ମଧ୍ୟ ସିଏ ବଡ଼। ସିଏ ପକ୍ଷୀମାନଙ୍କ ସାଙ୍ଗରେ ଯୁଦ୍ଧ ନା ଇଏ କଥାବାର୍ତ୍ତା କରନ୍ତି, ପକ୍ଷୀମାନଙ୍କ ସାଙ୍ଗରେ କଥାବାର୍ତ୍ତା, ପକ୍ଷୀଙ୍କର ସିଏ ରବ ଶୁଣିକିରି ସେ ଜାଣିପାରନ୍ତି, ପଶୁ ପକ୍ଷୀଙ୍କର ସିଏ ଠାର ସବୁ କଥା ବୁଝିପାରନ୍ତି। ସେଇଠୁ ଯଦି ରାମଚନ୍ଦ୍ର ଯେତେବେଳେ ଏମାନେ କ'ଣ ହେଲେ, ଚରୁରୁ ଜନ୍ମ ହେଲେ 4 ଜଣ, ତେଣୁକରି ଏମାନେ ଯେଉଁ ରାମଚନ୍ଦ୍ରର ଜନ୍ମ ହେଲେ, ରାମଚନ୍ଦ୍ର ଜନ୍ମ ହେଲା ପରେ ସେ ଜାଣିଗଲେ ଯେ ତାଙ୍କର କଳା କ'ଣ, ଇଏ କିଏ ଚତୁର୍ଦ୍ଧା ମୂର୍ତ୍ତି, ତେଣୁ ୟାଙ୍କୁ ଯଦି ମୁଁ ଆୟତ୍ତ ନ କରେ ତାହେଲେ ସିଏ ଜାଣିଲେ ଯଦି ରାମଚନ୍ଦ୍ରକୁ ରାଜଗାଦିରେ ମୁଁ ବସେଇ ଦିଏ ସଂସାର ରହିବ ନାହିଁ, ଛତ୍ର ହେଇଯିବ, ସଂସାର ଉଚ୍ଛନ୍ନ ହେଇଯିବ, ରାକ୍ଷସ ସବୁଆଡ଼େ ମାଡ଼ି ଚାଲିଯିବେ, ଦୁନିଆ କଥା ହେବ, ରାମାୟଣ ଲେଖା ହେଇଛି। କିନ୍ତୁ ସେଟାର ଅର୍ଥଟାକୁ ବୁଝିବା ପାଇଁ ହେବ, ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝିବା ପାଇଁ ହେବ। ଯଦି କଦର୍ଥରେ ନିଆଯାଏ ସେ ଜିନିଷ ଆସିବ ନାହିଁ। ରାମଚନ୍ଦ୍ର ଯେତେବେଳେ 14 ବର୍ଷ ବନବାସରୁ ଫେରି ଆସିଲା ପରେ କାହାକୁ ପଠାଇଥିଲେ? ହନୁମାନଙ୍କୁ ପଠାଇଥିଲେ, ଯାହା ନା ଦେଖିବୁ ଭରତର ପରିସ୍ଥିତି କ'ଣ। ନନ୍ଦୀଗ୍ରାମରେ ଭରତ ରହିକିରି କୋଠଉ ଧାରଣ କରିକି, କୋଠଉକୁ ପୂଜା କରିକିରି, ଆଉ ସେଇଥିରେ ଜଟାଜୁଟ ଧାରଣ କରିକି ନଖ ଦାଢ଼ି ସବୁ ଛାଡ଼ି ଦେଇଛି। ସେମିତିକା ରାଜକୀୟ ପରିବେଶ ନୁହେଁ। ଯାଇକି ହନୁମନ୍ତ ଯାଇକି ପ୍ରଭୁ ଏଇ କଥା, ମୋ ଭାଇ ଆଜି ପର୍ଯ୍ୟନ୍ତ ଏଇ ଅବସ୍ଥାରେ ଅଛି। ତାହେଲେ ତାଙ୍କୁ ଆହୁରି ଜିନିଷଟାକୁ ଦେଖେଇଲେ, ଆଉ ଥରେ ଫେରିଯା, କହିବୁ ପ୍ରବେଶ କରତେ ଦେବ ନା ନାହିଁ, କରିବୁ ରାମଚନ୍ଦ୍ର ଆସୁଛନ୍ତି ତୁମ ବଡ଼ ଭାଇ ଅଯୋଧ୍ୟାକୁ। ଶୁଣିକି ଚଟକା ପଡ଼ିଗଲେ ଭରତ, ସାଙ୍ଗେ ସାଙ୍ଗେ କହିଲେ କେଉଁଠି ଅଛନ୍ତି, କେଉଁଠି ଅଛନ୍ତି? ଦିବ୍ୟ ଦର୍ଶନ, ଏଟା ହେଉଛି 2ଟା ଆଖି, ଏ ଆଖି ଭିତରେ ଅଛି ଦିବ୍ୟ ଦର୍ଶନ, ଦିବ୍ୟ ଚକ୍ଷୁ। ଶିବଙ୍କର କେତେଟା ଆଜ୍ଞା ସେ ନଡ଼ିଆର କେତେଟା ଆଖି? 3। ଶିବଙ୍କର କେତେ ଆଖି? 3। ତେଣୁ ଏ 2 ଏଠି। ଏ ଯେଉଁ ଟିକାର୍ଦ ସବୁ ଆମେ ମାରୁଛେ ଏଠି ମାରୁନୁ, ଏଠି ମାରୁନୁ, ଇଆଡ଼େ ମାରୁନୁ, ସ୍ତ୍ରୀ ଲୋକମାନେ ବି ସିନ୍ଦୁର ଏଠି ପିନ୍ଧୁଛନ୍ତି। ତାର କାରଣ କ'ଣ? ଲୋକ କିଛି ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ। ଆମେ ଜାଣିଲେ ଏଠି ପିନ୍ଧିଲା ମ୍ୟାରେଡ୍ ପର୍ସନ୍, ସିନ୍ଦୁର ପିନ୍ଧିଲା ମ୍ୟାରେଡ୍ ପର୍ସନ୍, ଏଠି ପିନ୍ଧିଲେ ଆମେ ଜାଣିଥାନ୍ତେ ମ୍ୟାରେଡ୍ ପର୍ସନ୍। ତ ଏଇଠି ସିଧା ସକଳେ ନୟନ ଏ ଯେଉଁ 2 ଧାରରେ ରହିଲା ଭ୍ରୁଲତା, ଭ୍ରୁଲତା ଭିତରେ ଏଠି ରହିଛି କିଏ? ମୁଁ ଟିକେ ଆଗରୁ କହିକି ଗଲି, ଇଏ ରାଧାକୃଷ୍ଣଙ୍କର ସେ ଇଏ ତିଳ ଚୁପା ପ୍ରାୟ ଲାଗିଛି କବାଟ, ସେ କବାଟକୁ ଖେଳିକି ଗଲା ପରେ ଯାଇକରି ରହିବେ ରାଧାକୃଷ୍ଣ। ତେଣୁକରି ଏଠି ଧ୍ୱନି, ଏ ଯେଉଁ ଧ୍ୱନି, ଚିତା ସଳଖରେ ଧ୍ୱନି ଘର, ଧବଳ ଚିତାକୁ ଲୟ କର। ତେଣୁ ଏଇ ଯେଉଁ ଚିତା, ତାରି ସଳଖରେ, ତାରି ସିଧାରେ ରାଧାକୃଷ୍ଣଙ୍କର କୁଣ୍ଡଳିନୀ ଦୃଶ୍ୟ, ସେଇଠି ନାଟକୀତ ଅହରହ ସବୁବେଳେ ଶବ୍ଦ ହେଉଛି। ତେବେ ଏ ସାଧନା ଆପଣ କରିଛନ୍ତି? କେଉଁ ସାଧନା? ଏ ସାଧନା, ଏଇ ଯେଉଁ ଜିନିଷଟା ପରୀକ୍ଷା ନା କରିନାହାନ୍ତି ଯେ ସେଟା ଆମେ ଜିନିଷଟା ଯେଟା ହେଉଛୁ, ଆମେ କିଛି ଅମୃତ ପାଇବା ନା, ଶିବଙ୍କର ଯୁଗ କରିପାରିବା ନା, ଯୁଗୀ ବନେଇ ପାରିବା ନା, କେତେବେଳେ ବି ସମ୍ଭବ ନୁହେଁ। ଆର କ'ଣ କିଛି ବିଧି ଅଛି, କିଛି ସାଧନା ପ୍ରକ୍ରିୟା ଅଛି ନା କ'ଣ କେମିତି? ସାଧନା ପ୍ରକ୍ରିୟା ବିଭିନ୍ନ ପ୍ରକାର, ସାଧନା ପ୍ରକ୍ରିୟା ଅଷ୍ଟାଙ୍ଗ ଯୁଗ ମାଧ୍ୟମରେ ଯିବା ପାଇଁ ହେବ। ଆପଣ ଏସବୁ ପ୍ରାକ୍ଟିସ୍ କରିଛନ୍ତି? ଅଷ୍ଟାଙ୍ଗ ଯୁଗ ନ କଲେ ତ ଯାଇପାରିବନି। ରେଚକ, ପୂରକ, କୁମ୍ଭକ, ଯାହାକୁ 16, 32, 64 ତାକୁ ଇଏ କରିବା ପାଇଁ ହେବ, ଇଏକୁ ଶୋଧନ କରିବା ପାଇଁ ହେବ, ରକ୍ତ ସଞ୍ଚଳନ ଠିକ୍ ହେବ। ଗାଧୋଇବା ମାନେ ଗା ହେଲା ଶରୀରକୁ ଧୋଇବା। କେଉଁଥିରେ ଧୋଇବା? ଘର୍ମ ଏଗା ତ ସାବୁନ ଲଗେଇକି ପାଣି ଢାଳିକି ଗାଧୋଇ ପଡ଼ୁଛ। ସେଟା ପୁଣି କ'ଣ? ବ୍ରହ୍ମ ମୁହୂର୍ତ୍ତ ସମୟରେ ଯେତେବେଳେ ଉଠି ବସିବ, ଯୁଗ ଆସନରେ ବସିବ, ସେତିକି ବେଳେ ରେଚକ, ପୂରକ, କୁମ୍ଭକ କରିବ। ଏଥିରେ ଯେଉଁ ଘର୍ମ ବୋହିବ, ଝାଳ ବୋହିବ, ସେଇଥିରେ ଗାଧୋଇ ପଡ଼ିବ। ତାର ମୁଖ୍ୟ ରହସ୍ୟ ତାର ମୂଳ ତତ୍ତ୍ୱ ଆଜିକାଲି ସମସ୍ତେ କ'ଣ ସାବୁନ ସାମ୍ପୁ ମାରିକି ସବୁ ଗାଧୋଇ ପଡ଼ୁଛନ୍ତି, ଆଉ ସେମାନେ ଜାଣିନାହାନ୍ତି ସେ ଜିନିଷଟା କ'ଣ। ଆପଣଙ୍କ ବି କେତେ ବର୍ଷ? 78। ଆପଣଙ୍କ ବାପାଙ୍କର କେତେ ବର୍ଷ ହେଇଥିଲା? 109 7 ମାସରେ ଗଲେ। ଜୀବିତ ଅଛନ୍ତି? ଚାଲିଗଲେ। 109 ବର୍ଷ 7 ମାସ ସେ ଏତେ ବର୍ଷ ବଞ୍ଚିଥିଲେ? ବହୁତ ବଢ଼ିଆ। ବାପା ଚାଲିଗଲେ। ବାପା ଆଶୀର୍ବାଦ କରିକି ଯାଇଛନ୍ତି। ମୁଁ ସେତେବେଳେ ସେଇଠି ଥିଲି। ମୁଁ
ସେଟା କହିବା କଥା ନୁହେଁ, ସେଟା ଅସୁବିଧା କଥା। ନା ନା ଅସୁବିଧା କଥା ଆପଣ କହିବେ ନା, ଆପଣ ଭକ୍ତ ମୁଁ ଜାଣିବି। କହିବା ମାନେ କିସ, ହଁ ଏଠି ଆମେ ବସିଛୁ, ମୁଁ ହେଲି ଦ୍ୱିତୀୟ ପୁତ୍ର ତାଙ୍କର, ମୋର ବଡ଼ ଭାଇ ଅଛନ୍ତି ଉପରେ। ବାପା ମୋତେ ବହୁତ ମାନେ ଶ୍ରଦ୍ଧା ସ୍ନେହ ଅନ୍ୟାନ୍ୟ କିଛି ପାୱାର ପ୍ୟାଟର୍ନ ମଧ୍ୟ ମୋତେ ଦିଅନ୍ତି। ଭାସ୍କରକୁ ଡାକ, ସିଏ ଆସିଲେ ଏଟା ଡିସାଇଡ଼୍ କରିବ। ଆଚ୍ଛା ବଡ଼ ଭାଇ ଅଛନ୍ତି ତ ତାଙ୍କୁ କେନ ଡାକିବେନି। ଆପଣ କାହିଁ ଡାକନ୍ତି? ତେଣୁ ଏଇ ଯେଉଁ ଜିନିଷଟା, ମୁଁ ଯେଉଁ ଜିନିଷଟା ବ୍ୟାଖ୍ୟା ଦିଏ ମୋ ଜ୍ଞାନ ବଳରେ, ସେ ଜିନିଷଟା ତାକୁ ଖୁବ୍ ହୃଦବୁଦ ହୁଏ। ଆମେ ହେଲେ 8 ଭାଇ। ଆଚ୍ଛା 8 ଭାଇ। କେତେ ସନ୍ଧ୍ୟା ବେଳକୁ ସିଏ କୁହନ୍ତି, ସନ୍ଧ୍ୟା ହେଇଗଲେ ଯିଏ ଯିଆଡ଼େ ଯାଇଥାଉ ଆସିକି ମୋ ପାଖରେ ବସିବ। ଏଇଠି 8 ପୁଅ ବସିବ। କିଆଡ଼େ ଯାଇଥିଲ, କ'ଣ କଲ, ନାନାଦି କଥା, ତା ସାଙ୍ଗକୁ ମୋ କଥା ଟିକେ ଶୁଣିବ। ହଁ খুব সুন্দর। এইরকম হুয়ে, প্রত্যেক দিন সেরকম হুয়ে। মা বসে, বাপা বসନ୍ତି। হ্যাঁ ভাগবত চর্চা হুয়ে। ভাগবত চর্চা প্রত্যেক দিন ହୁଏ। প্রত্যেক দিন বাপা বাহ, বাহ। ভাগবত করবে, আর নচেত মতো কহবে পড় তু, ମୋ ଆଖିকে ଦେଖାଯାଉନି। আচ্ছা আচ্ছা হ্যাঁ পড়। এরকম জিনিসটা হুয়ে। হয়ে সারা পরে যে যার গলে, ମୋ ସ୍ତ୍ରୀ ଚାଲିଛି ପଛରେ, ମୁଁ ଖାଲି ତୁଳସୀ ବୁଦାଟାକୁ ହ୍ୟାଣ୍ଡେଲରେ ଦେଇକି ପିଢ଼ା ଗୋଟେ, ଏତକ ଲମ୍ବା ପିଢ଼ା। ମୁଁ କହିଲି ବାପା, ମୁଁ ଏ ପିଢ଼ାଟା ନେଇଯିବୁ କିରେ, ରଖିବା ନା ନା ନେଇଯା, ଯା ତୁ କାନ୍ଦି କାନ୍ଦିକି ଯାଉଛୁ କ'ଣ ଏଠୁ? ନା ଘର ଛାଡ଼ିଲି, ତୁମକୁ ଛାଡ଼ିଲି, ଏ ଜାଗା ଛାଡ଼ିଲି, ନାନାଦି କଥା, ତେଣୁ ଟିକେ କୁହ, ଦୁଃଖ ଆସୁଛୁ। ବିଲକୁଲ ତ ଆଖିରୁ ଲୁହ ଧାର ବୋହିବ ନାହିଁ। ମୁଁ କହିଦେଲି ତୋତେ ଜଙ୍ଗଲରେ ବାନ୍ଧିଦେଲେ ମଧ୍ୟ ତୁ ଖାଇବୁ, କେହି ତୋର କିଛି ଅସୁବିଧା କରିପାରିବେ ନାହିଁ, ଯା। ଆଉ ମୁଁ ଯେତକ ଦିନ ବଞ୍ଚିଛି, ମୋଠୁ ଆହୁରି 10 ବର୍ଷ ବଞ୍ଚିଛି। ଆପଣଙ୍କ ବାପା ବଞ୍ଚିଥିଲେ 109 ବର୍ଷ। ସିଏ ଆପଣଙ୍କୁ ଏ କଥା ବଚନ ଦେଇଛନ୍ତି ଯେ କି ଆପଣ ଆହୁରି 10 ବର୍ଷ ତାଙ୍କଠାରୁ ବଞ୍ଚିବେ। ତାମାନେ 119 ବର୍ଷ ଆପଣ ବର୍ତ୍ତମାନ ବଞ୍ଚିବେ। ମୁଁ ଏତେ ଦିନ ରହିବା ପାଇଁ ବି ଚାହିଁବିନି। ଦ୍ୱିତୀୟ କଥା, ବାପା ଯେଉଁ ଖାଦ୍ୟ ଖାଉଥିଲେ, ବାପା ଯେଉଁ ଖାଦ୍ୟ ଖାଉଥିଲେ, ମୁଁ କ'ଣ ସେଇ ଖାଦ୍ୟ ବର୍ତ୍ତମାନ? ଆପଣ କ'ଣ ଖାଆନ୍ତି? ମୁଁ ଏଇନା ଦେବେ ଟିକେ କ୍ଷୀର ରୁଟି ଖଞ୍ଜା କରିଛନ୍ତି। କ୍ଷୀର ଟିକେ ଗାଈ ଥିଲା ବିକ୍ରି କରିଦିଆହେଲା, ଆଉ କ୍ଷୀର ଟିକେ ଛୁଆ ଖଞ୍ଜା କରିଛି ମୋ ପାଇଁ। ଆଉ ସକାଳେ ଟିକେ ଚା ପିଏ ସମସ୍ତେ। ନାଇଁ ବହୁତ ବଢ଼ିଆ। ଆମେ ତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆପଣ ନିରୋଗୀ ହୁଅନ୍ତୁ, ଦୀର୍ଘାୟୁ ମଧ୍ୟ ହୁଅନ୍ତୁ। ଗୋଟେ କଥା, ସକାଳେ 10:30 ସୁଦ୍ଧା ଏଇଠି ଟିକେ ଝମେଲା ହୁଏ, ଟିକେ ୟାଙ୍କ କଥା ବୁଝିକି ଗଲାବେଳକୁ ଗାଧେଇକି କେଦିନ 10:30 କେଦିନ 11 ବି ହେଇଯାଏ। ମୁଁ ଯାଇକି ପଖାଳ ଖାଇବି। ଆଚ୍ଛା ବହୁତ ବଢ଼ିଆ ବହୁତ ବଢ଼ିଆ। ମୋତେ ଖାଲି ଗୋଟେ କଥା କୁହନ୍ତୁ, ବର୍ତ୍ତମାନ ସମାଜର ଯେଉଁ ମାଳିକା ବୋଲି ଯେଉଁ ପୁରୀ ପଡ଼ିଛି, ମାଳିକା 1 ନମ୍ବର ଜିନିଷ ସେ ବ୍ୟାଖ୍ୟା କରୁଛନ୍ତି। ଯାହା କହୁଛନ୍ତି ଏକୁରେଟ୍ ଫିଗାର ହେଉଛୁ, ଆଉ ହେବା ପାଇଁ ବି ଯାଉଛୁ ଯାହା, ମୁଁ ସେଟାକୁ ଖୁବ୍ ବିଶ୍ୱାସ କରେ। ଆପଣ କହିବା କଥା ଯେ କି ମାଳିକା ଯାହା ଲେଖା ଅଛି କମା ଫୁଲ ଷ୍ଟପ୍ ସହିତ ସେ ସବୁ ସତ୍ୟ। ନିଶ୍ଚିତ। ଆଉ ତେଣୁ ଏଇଟା କେମିତି ଆପଣ ଦମ୍ଭର ସହକାରେ ନିଶ୍ଚିତ କେମିତି ମୁଁ ସଂସାର, ଆମେ ଚାଲିଚଳନ ଆଚାର ବ୍ୟବହାର ଲୋକଙ୍କର ଜାଣିପାରୁନୁ କି କିଏ କି ପ୍ରକାର କରିବା, କି ହେଲା। ବର୍ତ୍ତମାନ କ୍ଷୀର ନେଇକିରି ବିକ୍ରି କରିବା ପାଇଁ ଯାଆନ୍ତୁ, ବିକ୍ରି ହେବ ନାହିଁ। ମଦ ନେଇକି ଗଲେ ସାଙ୍ଗେ ସାଙ୍ଗେ ବିକ୍ରି ପଳେଇ ଆସିଲା। ତାହେଲେ ୟାର ତତ୍ତ୍ୱ କ'ଣ, ୟାର ସାରାଂଶ କ'ଣ? ଲୋକ ବର୍ତ୍ତମାନ ଏକ ହେଇଗଲେଣି, ଖଳବଳ ହେଲେଣି, ସବୁ ହେଇଗଲେଣି, ଖଳ ଦୁର୍ବଳ ହେଇକି ନାନାଦି କଥା କହୁଛନ୍ତି। ଦ୍ୱିତୀୟ କଥା, ସରକାରଙ୍କର ନୀତି ଯାହା, ଏ ଯେଉଁ BPL ଆଉ ଭତ୍ତା ହେନତନ କରିକି ଲୋକଙ୍କୁ ପଙ୍ଗୁ କରିଦେଇ ସାରିଲେଣି। ସେମାନେ ଆଉ କାମ କାର୍ଯ୍ୟ, ଲେବର ଶ୍ରେଣୀ ଲୋକମାନେ ଆଉ କାମ କାର୍ଯ୍ୟ କରିବା ପାଇଁ ଯାଉନାହାନ୍ତି। ଫଳରେ କ'ଣ ହେଉଛି, ଏକ୍ସରସାଇଜ ତ କଲେନି, ମଦ ହାଣ୍ଡିଆ ଖାଇଲେ, ଏ ଦେହ ରୋଗ ହେଲା, ଅଳ୍ପାୟୁଷ ହେଇକି ଚାଲିଗଲେ। ତେଣୁ ସେମାନେ ତାଙ୍କର ଭବିଷ୍ୟତ ଚିନ୍ତା କରୁଛନ୍ତି ନା, ତାଙ୍କ ଫ୍ୟାମିଲି କଥା ଚିନ୍ତା କରୁଛନ୍ତି ନା। ବର୍ତ୍ତମାନ ଯେଉଁଭଳି ମାହୋଲ ଯେ କି ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି, ପାୱାର ଆଉ ପେଟେନ୍, ମୁଁ ଏଇ କଥା କନେ ମୁଁ ପାୱାରକୁ ଆସିବି, ସିଏ ଏଇ କଥା କେଠୁ ଯାଉଛି, ସେ ସମ୍ପତ୍ତି ଆମରି ପାଖରୁ ଯାଉଛି। ଏଟା ନହେଲେ ସେଟା ବଢ଼େଇଲେ, ସେଟା ନହେଲେ ସେଟା ବଢ଼େଇଲେ, ରାଜକୋଷକୁ ନାନାଦି କଥା କଲେ। ଏ କଥା ନେଇକିରି ସିଏ ତାର ମନ୍ତ୍ରୀ ହେଲା, ଇଏ ତାର କ'ଣ କଲା। ସେମାନେ ନିଜ ପାଇଁ ଯାହା କରୁଛନ୍ତି, ଲୋକଙ୍କ ପାଇଁ କ'ଣ କରିଛନ୍ତି କ'ଣ? ଆଚ୍ଛା ବାବା, ଆଗକୁ ଇଲେକ୍ସନ୍ ଆସୁଛି ପରା? ଆସୁଛୁ। କାଲି ନା ପରଦିନ ଭୁବନେଶ୍ୱରରୁ ଜଣେ ଝିଅ ଫୋନ୍ କରିଛି ମୋତେ। କ'ଣ କରୁଥିଲା? କହିଲା ଆପଣ PM କିଷାନର ପଇସା ପାଇଲେ? ମୁଁ କହିଲି ହଁ ପାଇଲି। ଆପଣ କିଏ? ନା ମୁଁ ଏଇ ଭୁବନେଶ୍ୱରରୁ କହୁଛି। କ'ଣ ପାଇଁ? ନା ମୁଁ କହୁଛି ଆପଣ ମୋଦିକି ଜାଣିଛନ୍ତି? ମୁଁ ହଁ ଜାଣିଛି। ଆଉ କ'ଣ ହେଲା? ନା 2000 ଟଙ୍କା ତ ମୋତେ ଦିଆହେଇଛି। 2000 ଟଙ୍କାରେ ତ ପେଟ ପାଟଣା ହେବନି, 10,000 ହେଇଥିଲେ ଭଲ ହୁଅନ୍ତା। ଆଉ ଆପଣ କି ବାବଦରେ ପାଇଲେ? ତେଣୁକରି ତାଙ୍କୁ କୁହ ଆଉ ବଢ଼େଇକିରି 10,000 କରିଦିଅନ୍ତୁ।
ଆଉ ନେଇକି ଛୁଆଟା ସେ ଝିଅଟା ନା ବୋହୁଟା କିଏ ଜାଣି ଭୁବନେଶ୍ୱରରୁ ଫୋନ୍ଟା କାଟିଦେଲା ଫୋନ୍ଟା କାଟିଦେଲା। ଆଚ୍ଛା ଆଚ୍ଛା ଫୋନ୍ କାଟିଦେଲେ। ଏଇରେ କ'ଣ କଥା ଏଇ ଯେ ଜାଷ୍ଟ ମୁଁ ବସିଛି ଗୋଟେ ଫୋନ୍ଟା ଆଇଲାନି ନା ଏବେ ଇଲେକ୍ସନ ଆଗକୁ ଆସୁଛି ଜିତିବ କିଏ? ସେଟା କଥା ତ ଏନା ପର୍ଯ୍ୟନ୍ତ କ୍ୟାଣ୍ଡିଡେଟ୍ ସିଲେକ୍ସନ୍ ହେଇନାହିଁ। ତ ତଥାପି ଆପଣଙ୍କର ଅନୁଭବ କ'ଣ କହୁଛି? ଏମାନେ ଯେଉଁ କାମ କରୁଛନ୍ତି ବିଜେଡ଼ି ସିଏ ଖୁବ୍ ଜୋରରେ ଲାଗିଛି ତାଙ୍କ ହାତରେ ପାୱାର ପ୍ୟାଟର୍ନ ଅର୍ଥ ସବୁ ରହିଛି କିନ୍ତୁ ଶାସନଟା ମୋଦି ଯାହା କରୁଛି ସେଟା ହେଉଛି ବେଷ୍ଟ ଶାସନ। ଭଲ ଶାସନ। ବେଷ୍ଟ ଶାସନ। ଆପଣ ବେଷ୍ଟ ଶାସନ ବୋଲି କାହିଁକି କହୁଛନ୍ତି? କାହିଁକି କହୁଛି ନା ବିଜେପିର ନୁହେଁ ମୁଁ ବିଭିନ୍ନ ପ୍ରକାର କିଛି ପାଟି ପୁଟାରେ ମୋର ସେମିତିକା କିଛି ନୁହେଁ କାର୍ଯ୍ୟକ୍ରମଟା ଯାହା କରୁଛି ମୋଦି ସିଏ ଏକା କନେ ତାର ଭିତରେ ବି ଚୋର ଅଛନ୍ତି ଖଣ୍ଟ ଅଛନ୍ତି ନାନାଦି କଥା ସିଏ ଏକା ଯେଉଁ ଜିନିଷଟା କରୁଛି ପବ୍ଲିକ୍ କିଛି ଜ୍ଞାନର ହେଉଛନ୍ତି। ନବୀନ ପଟ୍ଟନାୟକକୁ କେହି ମାନେ ବୁଝେଇଲେ ତାକୁ ବୁଝେଇ ଦେଉଛନ୍ତି ବୁଝିନେ ସେ ସେଇ ଫାଳେ ବୁଝି ଯାଉଛି। ଆଚ୍ଛା ମୋତେ ଗୋଟେ କଥା କୁହନ୍ତୁ ବର୍ତ୍ତମାନ ଏପଟେ ମାନେ ସମାଜର ସ୍ଥିତି ବର୍ତ୍ତମାନ କିଛି ଭଲ ନାହିଁ। ଏପଟେ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି ଅକାଳ ମୃତ୍ୟୁ ମାଡ଼ି ଆସୁଛି ସେପଟେ ପୁଣି ଯୁଦ୍ଧ ମନୁଷ୍ୟକୃତ ଯୁଦ୍ଧ ମଧ୍ୟ ମାଡ଼ି ଆସୁଛି ସାମ୍ନାକୁ। ତେବେ ଆଗକୁ ଯେଉଁ ବିକଟାଳ ପରିସ୍ଥିତି ଅଛି ଏ ବାବଦରେ ଆପଣଙ୍କର ମତ କ'ଣ ରହିବ? ମତ ମାନେ କିସ ଆମେ ଯଦି ସୁଧୁରିବା ତାହେଲେ ସେସବୁ ଜିନିଷ ଆମେ ତ ସୁଧୁରିଲେ ବାପାକୁ ବାପା ବୋଲି ଡାକିବା ପାଇଁ ଆମକୁ ନିଜକୁ କୁଣ୍ଠାବୋଧ ଆମେ କରୁଛେ। ବାପାଙ୍କୁ ଦର୍ଶନ ହେଲା ପରେ ଆମର କ'ଣ ମୁଁ କିଛି ଖରାପ ଭାବନି ରାତି ପାଇଲା ଆମେ ଯାଇକି ମୁଡ଼ିଆଟା ମାରିକିରି ବାପାଙ୍କର ଆଶୀର୍ବାଦଟା ନେବା ଦରକାର ମାଆଙ୍କ ପାଖରୁ ଆଶୀର୍ବାଦଟା ନେବା ଦରକାର। ସିଏ ଯେ ଆଶୀର୍ବାଦ ଟିକକ ଦେଲେ ସେଇଟା ଜୀବନ୍ତ ସାଙ୍ଗେ ସାଙ୍ଗେ ତାଙ୍କ ପାଟିରୁ ବାହାରିଗଲା। ଶିବ ପାଖରେ ନେଇକରି ଦୁଧ କଦଳୀ ଢାଳିଲେ ଶିବ କିଛି ଦେଲେ କି କିଛି କହିଲେ କି ନା କିନ୍ତୁ ଆମେ ଜାଣିଲୁ କ'ଣ ନା ଶିବ ତ ମୋତେ ଧରିଛି ମୁଁ ଶିବ ପାଖରେ ତ ଅଛି ସେ ଶିବ ପାଖକୁ ଯାଇକି ମୋ ଲାଭ କ'ଣ? ତ ଆପଣ କହିବା କଥା ଯେ ଚଳନ୍ତି ପ୍ରତିମା ହେଉଛନ୍ତି ବାପା ମା ପ୍ରଥମେ ତାଙ୍କୁ ପୂଜା କର ତାଙ୍କୁ ଆଗେ ତାଙ୍କୁ ସମ୍ମାନ ଦିଅ। ହଁ ତାଙ୍କୁ ସମ୍ମାନ ଦିଅ ସିଏ ଯେଟା କହିଦେବେ ଏଇଠି ଫଳିବ ସେଇଟା ହିଁ ଫଳିବ। କିନ୍ତୁ ବର୍ତ୍ତମାନ ମଣିଷ ତ ସେଟା ବୁଝିବାକୁ ନାରାଜ ନା ନାରାଜ କେହି ସେ ଲାଇନରେ କେହି ଯାଉନାହାନ୍ତି। ଅଧପତନ ହେଉଛି ବର୍ତ୍ତମାନ ସ୍ତ୍ରୀ କି ସ୍ୱାମୀ ମାନିଲା ନାହିଁ ଅଧପତନ ସମାଜର ବି ଅଧପତନ ସ୍ୱାମୀ କି ସ୍ତ୍ରୀ ମାନିଲାନି ଆଉ ସ୍ତ୍ରୀ କି ସ୍ୱାମୀ ମାନିଲା ନାହିଁ ବାପକୁ ପୁଅ ମାନିଲା ନାହିଁ ତା ସ୍ତ୍ରୀ ମାନିଲା ନାହିଁ ଖଳ ଦୁର୍ବଳ ହେଇଗଲେ ସବୁ। ଆଉ କଲା କିଏ ମଦ ହାଣ୍ଡିଆ ଏସବୁ କଲା ଜ୍ଞାନ ହଜେଇ ଦେଲା ସବୁ। ଜ୍ଞାନ ହଜିଗଲା ବେଳକୁ ସେ କି କରିବ ଅଜ୍ଞାନ ହେଇଗଲା ଅଜ୍ଞାନ ହେଲା ମାନେ ଯାହା ବୁଦ୍ଧି ଆସିଲା ମୁଣ୍ଡକୁ ସେ କାମଟା କଲା ଆଉ ହେବନି ନା। ତେଣୁକରି ଯେଉଁ ଜିନିଷଟା ହେଉଛି ତାପରେ ପ୍ରକୃତି ୟା ଦେହରେ ଆମେ କ'ଣ କରୁଛେ ଇଏ ବସୁଧା ମା ଧରିତ୍ରୀ ଧରଣୀ ପୃଥିବୀ ଝାଡ଼ା ଫେରୁଛେ ପରିସ୍ରା କରୁଛେ ଦୁନିଆ କଥା କରୁଛେ ସିଏ କେତେବେଳେ ହେଳେଇ ଦେଉଛି କି ଆଡ଼େଇ ଦେଉଛି କି କିଛି କରୁନାହିଁ। ଧରିତ୍ରୀ ଧରଣୀ ମା ଇଏ ପରା ବସୁଧା ତେଣୁକରି ସିଏ କି କରୁଛି ଅସହ୍ୟ ହେଇଯାଉଛି। ଯେ ଦେଶରେ ଯେଉଁ ଜାଗାରେ ଅସହ୍ୟ ହେଉଛି ପ୍ରକୃତି ଯେତେବେଳେ ବାସ୍ ହେଉଛି ଆମେ ଯେତେବେଳେ ପ୍ରକୃତି ମା ଉପରେ ଅତ୍ୟାଚାର କଲେ ଆମେ ଭୋଗିବା ଠିକ୍ କଥା। ଆମ ପୁଅ ଝିଅ ଜାଣିଲେ ମୋ ବାପା ତ ତାଙ୍କୁ ଏଇରେ କ'ଣ କରୁଥିଲା ମୁଁ ତାକୁ କେନେ କରିବିନି କ'ଣ ସଂସ୍କାର ଦେଲେ ଆମେ ଯେମିତି ସଂସ୍କାର ପାଇଲେ ସେମିତି ସେ କରିବେ ଆଉ। ତ ବାବା ଆପଣ ବହୁତ ବଢ଼ିଆ କଥା କହିଲେ। ଶେଷରେ ଗୋଟିଏ କଥା କହିବା ଭିଡ଼ିଓ କରିବା ଭକ୍ତମାନଙ୍କ ପାଇଁ ଆପଣଙ୍କର କ'ଣ ରହିବ ବାର୍ତ୍ତା? ସବୁବେଳେ ସତ୍ ଚିନ୍ତା ସତ୍ କାମନା ସତ୍ ମାର୍ଗରେ ଗମନ ସତ୍ ଶିକ୍ଷା ଏଇସବୁ ଭକ୍ତମାନେ ଦେବାର ନିହାତି ଦରକାର। ଆଚ୍ଛା ମୋ ଚିନ୍ତାଧାରାରେ ସେଇଟା କିଏ ମାନୁ ନ ମାନୁ ସତ୍କର୍ମ ସବୁବେଳେ କରିକି ଚାଲିଲେ ସେଇଟା ହିଁ ମାର୍ଗ। ଆପଣ ଅଧିକାଂଶ ଟାଇମ୍ ଏଇ ଆଶ୍ରମରେ ଥାନ୍ତି? 24 ଘଣ୍ଟା ଏଇଲା ଯିବି 9ଟାରେ କେଦିନ ଏମାନେ ଶୋଇପଡ଼ିବେ ଏମାନେ ୱାର୍କା ତାଙ୍କୁ ବି ଦେଖତେ ହେବ। ତେବେ ବାବା ଆପଣଙ୍କୁ ଆମ ଚ୍ୟାନେଲ୍ ତରଫରୁ ଅନେକ ଧନ୍ୟବାଦ। ଠାକୁରଙ୍କର ଆଶୀର୍ବାଦ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଆମ ଟିମ୍ ପହଞ୍ଚି ଯାଇଛି ସୁଦୂର ମୟୂରଭଞ୍ଜ ଜିଲ୍ଲାରେ ସିଧାସଳଖ ଆପଣମାନେ ଶୁଣିଲେ ଭାସ୍କର ବାବାଙ୍କୁ। ବାବା ବିଲକୁଲ ନିଜର ଅନୁଭୂତିରୁ ପଦେ କହିଲେ ଶେଷରେ ଆପଣମାନଙ୍କ ପାଇଁ ବାର୍ତ୍ତା ମଧ୍ୟ ଦେଲେ। କେମିତି ଲାଗିଲା ଆଜିର ଭିଡ଼ିଓରେ କମେଣ୍ଟ ବକ୍ସରେ ନିଜର ମତ ଦିଅନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ମଧ୍ୟ କରନ୍ତୁ। ଦେଖା ହେବ ଆଗାମୀ ଅଧ୍ୟାୟରେ। ଜୟ ଜଗନ୍ନାଥ ଜୟ ପଞ୍ଚସଖା।